ପିଲାମାନେ ଆଜି ଆମେ ଗୋଟେ ଗପଟିଏ ପଢ଼ିବା। ଯେଉଁ ଗପର ନାମ ହେଉଛି ଛୋଟ ଚଢ଼େଇ ଛୁଆଟିର ସ୍ୱପ୍ନ। ଗୋଟେ ଗଛରେ ଏକ ଛୋଟ ଚଢ଼େଇଟିଏ ଥିଲା। ସେ ସେହି ଗଛର ଏକ ଡାଳରେ ବସା ବା ନୀଡ଼ ବନାଇଥିଲା। ବସାର ଅନ୍ୟ ନାମ ହେଉଛି ନୀଡ଼। ଚଢ଼େଇ ପ୍ରତିଦିନ ଆକାଶକୁ ଦେଖୁଥିଲା ଓ ଭାବୁଥିଲା, କେବେ ମୁଁ ବଡ଼ ହେବି, କେବେ ମୁଁ ଉଡ଼ିପାରିବି, ପାହାଡ଼, ନଦୀ ଓ ଫୁଲ ବଗିଚାକୁ ଦେଖିପାରିବି। ଗୋଟେ ଦିନ ଚଢ଼େଇର ମା କହିଲା, ଛୁଆ ଭୟ କରେନି, ଯେତେବେଳେ ସମୟ ଆସିବ ତୁମେ ଉଡ଼ିପାରିବ, କେବଳ ସାହସ ରଖ। ଦିନ କିଛି ପରେ ଚଢ଼େଇ ଛୁଆଟି ନିଜର ପକ୍ଷ ପ୍ରସାରିତ କଲା। ପକ୍ଷ ମାନେ କ'ଣ? ପକ୍ଷୀ। ଓ ପ୍ରଥମେ ଉଡ଼ିଲା। ସେ ଆକାଶରେ ଉଡ଼ି ଫୁଲ, ଫଳ, ନଦୀ, ପାହାଡ଼ ସବୁ ଦେଖିଲା। ସେ ଖୁସିରେ କହିଲା, ସ୍ୱପ୍ନ ସତ୍ୟ କରିବା ପାଇଁ ସାହସ ଦରକାର। ଏଥିରେ ଆମେ କ'ଣ ଶିକ୍ଷା ପାଇଲେ? ଆମେ ସାହସ ରଖି କାମ କଲେ ସବୁ ସ୍ୱପ୍ନ ପୂର୍ଣ୍ଣ ହେବ।